ନମସ୍କାର ଦର୍ଶକ ବନ୍ଧୁ। ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅପରେସନ୍ ଆମେଷ୍ଟାଟ୍ ଉପରେ ଆଲୋଚନା କରିବା। କ'ଣ ଏଇ ଅପରେସନ୍ ଆମେଷ୍ଟାଟ୍? ଆସନ୍ତୁ ବିସ୍ତାର ଭାବରେ ଏହି ଭିଡ଼ିଓରେ ଆଲୋଚନା କରିବା। ଏହା ହେଉଛି ଭେନେଜୁଏଲାରେ ଘଟିଥିବା ପ୍ରଳୟଙ୍କରୀ ଭୂମିକମ୍ପ ଉପରେ ଭାରତ ପକ୍ଷରୁ ପଠାଯାଇଥିବା ତ୍ୱରିତ ମାନବୀୟ ସହାୟତାର ଏକ କାହାଣୀ। ଏହି ମିଶନ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଛି। ଜୁନ୍ 24 ତାରିଖ ସନ୍ଧ୍ୟା ସମୟରେ ଭେନେଜୁଏଲା ଏକ ବଡ଼ ବିପଦର ସମ୍ମୁଖୀନ ହୋଇଥିଲା। 7.2 ଏବଂ 7.5 ତୀବ୍ରତା ବିଶିଷ୍ଟ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ସମଗ୍ର ଦେଶକୁ ହଲାଇ ଦେଇଥିଲା। ଏହା ବିଗତ 100 ବର୍ଷ ମଧ୍ୟରେ ସେଠାରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଏହି ବିପତ୍ତିର କ୍ଷୟକ୍ଷତିର ପରିମାଣ ଅତ୍ୟନ୍ତ ଦୁଃଖଦାୟକ। ବର୍ତ୍ତମାନ ସୁଦ୍ଧା 589ରୁ ଅଧିକ ଲୋକ ପ୍ରାୟ ପ୍ରାଣ ହରାଇ ସାରିଲେଣି। ତେବେ 3000 ଲୋକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ହଜାର ହଜାର ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ଧ୍ୱଂସାବଶେଷ ତଳେ ଖୋଜୁଛନ୍ତି। ଭେନେଜୁଏଲା ର ଲା ଗୁଆଇରା ଏହି ଅଞ୍ଚଳରେ ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ି ମାଟିରେ ମିଶିଯିବା ସହିତ ସେଠାକାର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏ ଅଞ୍ଚଳକୁ ସାମରିକ ନିୟନ୍ତ୍ରଣକୁ ନେଇଛନ୍ତି, ଯାହାଦ୍ୱାରା ଖାଦ୍ୟ ଏବଂ ପାଣି ସଠିକ୍ ଭାବରେ ବଣ୍ଟନ କରାଯାଇପାରିବ। ତା ସହିତ ସାଇମନ୍ ବୋଲିଭିଆର ବିମାନ ବନ୍ଦର ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। 250ରୁ ଅଧିକ ଆବାସିକ କୋଠା ଧ୍ୱଂସ ପାଇଛି। ଏହିପରି ଏକ ବିପଜ୍ଜନକର ସମ୍ମୁଖୀନ ହୋଇଛି ଭେନେଜୁଏଲା। ଭେନେଜୁଏଲାର ଏହି ସଂକଟ ମଧ୍ୟରେ ଭାରତ ବସୁଧୈବ କୁଟୁମ୍ବକମ୍ର ନୀତି ଅନୁସରଣ କରି ସହାୟତାର ହାତ ବଢ଼ାଇଲା। ଅପରେସନ୍ ଆମେଷ୍ଟାଟ୍ ଅଧୀନରେ ଭାରତୀୟ ସେନା ଏବଂ ବାୟୁସେନା ମିଳିତ ଭାବେ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ତ୍ୱରିତ ସହାୟତା ପାଇଁ ଭାରତ ପ୍ରଥମ ଦେଶ ଭାବେ ରିଲିଫ୍ ସାମଗ୍ରୀ ସହିତ ଡାକ୍ତରୀ ଦଳକୁ ପ୍ରେରଣ କରିଛି। ତା ସହିତ ଅତ୍ୟାଧୁନିକ ଉପକରଣ ସହ ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ମଧ୍ୟ ସେଠାରେ ସ୍ଥାପନ କରାଯାଇଛି। ଭେନେଜୁଏଲାବାସୀଙ୍କର ଦୁଃଖ ସମୟରେ ଭାରତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି। ତା ସହିତ ସହାୟତା ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ଦୁଇଟି ବିଶାଳ C-70 ଗ୍ଲୋବମାଷ୍ଟର ବିମାନକୁ ବ୍ୟବହାର କରାଯାଇଛି। ଏହି ବିମାନଗୁଡ଼ିକ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଏବଂ ଡାକ୍ତରୀ ଉପକରଣ ନେଇ 14,000 କିଲୋମିଟର ଦୂର ଭେନେଜୁଏଲାକୁ ଉଡ଼ାଣ ଭରିଛି। ଔଷଧ ଏବଂ ଚିକିତ୍ସା ଉପକରଣ ଭରପୁର ମାତ୍ରାରେ ନିଆଯାଇଛି। ତା ସହିତ ସେଠାରେ ଏକ ପାରାଫିଲ୍ଡ ହସ୍ପିଟାଲ ମଧ୍ୟ ତିଆରି କରାଯାଇଛି। ଭାରତୀୟ ସେନାର ପ୍ରସିଦ୍ଧ 60 ପାରାଫିଲ୍ଡ ହସ୍ପିଟାଲର 41 ଜଣିଆ ଏକ ବିଶେଷଜ୍ଞ ଦଳ ସେଠାରେ ପହଞ୍ଚିଛନ୍ତି। ଏହି ଦଳରେ 9 ଜଣ ଅଭିଜ୍ଞ ଡାକ୍ତର ଅଛନ୍ତି, ଯେଉଁମାନେ ଯୁଦ୍ଧକାଳୀନ ଭିତ୍ତିରେ ଆହତଙ୍କ ଚିକିତ୍ସା ଏବଂ ଜଟିଳ ଅସ୍ତ୍ରୋପଚାର କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ଭେନେଜୁଏଲା ଅଧିକାରୀଙ୍କ ସହ ଏହା ହେଉଛି ଏକ ମିଳିତ ସମନ୍ୱୟ। ଏହି ଅପରେସନରେ ଭାରତ ନିଜର ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ BHISHM ମଡ୍ୟୁଲର ହସ୍ପିଟାଲ ବ୍ୟବହାର କରିଛି। ଏହି ଛୋଟ ଛୋଟ କ୍ୟୁବ୍‌ଗୁଡ଼ିକ ମାତ୍ର କିଛି ମିନିଟ୍ ମଧ୍ୟରେ ଯୋଡ଼ି ଏକ ସମ୍ପୂର୍ଣ୍ଣ ଅପରେସନ୍ ଥିଏଟର ଏବଂ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରାଯାଇପାରିବ। ମାତ୍ର କିଛି ମିନିଟ୍ ମଧ୍ୟରେ ଏହା ଏକ ଅପରେସନ୍ ଥିଏଟରରେ ପରିଣତ କରାଯାଇପାରିବ। ତା ସହିତ ସେଠାରେ 200 ଜଣ ରୋଗୀଙ୍କୁ ଏକା ସାଙ୍ଗରେ ଚିକିତ୍ସା କରିବାର ମଧ୍ୟ ଏହାର କ୍ଷମତା ରହିଛି। ତା ସହିତ ଜଟିଳ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରିବ। ବନ୍ଧୁଗଣ, ଯୋଗାଯୋଗ ବ୍ୟବସ୍ଥା ଭାଙ୍ଗି ପଡ଼ିଥିବା ବେଳେ ଲୋକମାନେ ନିଜ ପ୍ରିୟଜନଙ୍କୁ ଖୋଜିବା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍, ଟ୍ୱିଟର ପରି ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି। ଅନଲାଇନ୍ ପ୍ଲାଟଫର୍ମ ମଧ୍ୟରେ ହଜାର ହଜାର ନିଖୋଜ ଲୋକଙ୍କର ଖବର ସଂଗ୍ରହ କରାଯାଉଛି। ଡିଜିଟାଲ ଫ୍ଲାୟର ମାଧ୍ୟମରେ ପ୍ରିୟଜନଙ୍କର ସନ୍ଧାନ ପାଇଁ ବ୍ୟବସ୍ଥା କରାଯାଉଛି। ଯଥାସମ୍ଭବ ଲୋକଙ୍କୁ ସେଠାରୁ ଖୋଜି ଆଣିବା ପାଇଁ ସମସ୍ତଙ୍କର ପ୍ରୟାସ ଜାରି ରହିଛି। ଶେଷରେ ଭାରତର ଏହି ପଦକ୍ଷେପ ପ୍ରମାଣ କରୁଛି ଯେ ଆମେ କେବଳ ଏକ ବିଶ୍ୱଶକ୍ତି ନୁହେଁ, ବରଂ ଭାରତର ଏକ ଦାୟିତ୍ୱବାନ ବନ୍ଧୁ ମଧ୍ୟ ଅଟେ। ଆଶା କରୁଛୁ ଭେନେଜୁଏଲା ଖୁବ୍ ଶୀଘ୍ର ଏହି ବିପଦରୁ ମୁକୁଳିବ। ଧନ୍ୟବାଦ।